କିଛି ଲୋକ ଘରକୁ ସଜାଇବା ପାଇଁ କଳାତ୍ମକ ରୂପ ଦେବା ପାଇଁ ନକଲି କିମ୍ବା କଣ୍ଟାବୃକ୍ଷ ଆଦି ଲଗାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଘରେ କଣ୍ଟାବୃକ୍ଷ ଥିଲେ ପାରିବାରିକ କଳହ ସୃଷ୍ଟି ହୋଇଥାଏ। ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ କଣ୍ଟା ଫୁଟିବା ଭଳି କଥାକଥାରେ ଲାଗିଥାଏ। ଘରର ସମସ୍ତ ସଦସ୍ୟଙ୍କର ମତିଭ୍ରଷ୍ଟ ହୋଇଥାଏ। କିଛି ଲୋକ ପୁରୁଣା ଫାଲତୁ ବସ୍ତୁରେ ଘରକୁ ସଜାଇ ରଖିଥାନ୍ତି। ପୁରୁଣା କଳାକୃତି ନାମରେ ଲୋକେ ଶୁଖିଯାଇଥିବା ଗଛର ଚିତ୍ର, ବନ୍ୟା ବାତ୍ୟାର ଚିତ୍ର, ଭଙ୍ଗା ଘର ସହରର ଚିତ୍ର ମଧ୍ୟ କାନ୍ଥରେ ଲଗାଇଥାନ୍ତି। ଏହା ଉଚିତ ନୁହେଁ। ଏହା ପ୍ରାଚୀନ ଶୈଳୀ କଥାଚିତ୍ର ହେଲେ ମଧ୍ୟ ଏହା ଘର ସଜାଇବା ପାଇଁ ଉପଯୁକ୍ତ ନୁହେଁ।